ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ପଢିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କଣ? ସେ ଗପଟିର ନାଁ ହେଉଛି କୁଆ କୋଇଲିର ଗୀତବୋଲା। ପିଲାମାନେ, ତମକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ଯେ କୁଆ କୋଇଲିର ଗୀତବୋଲା। କାଉ କଣ କେବେ ଗୀତ ଗାଏ? କୋଇଲି ତ ମିଠା ସ୍ୱର, ସେ ଗୀତ ଗାଇପାରେ, କିନ୍ତୁ କୁଆ କଣ ଗୀତ ଗାଏ? ପିଲାମାନେ, ଗପଟିକୁ ଆମେ ସିନା ପଢିଲେ ଭଲ ଭାବରେ ଜାଣିବା। ତ ପିଲାମାନେ, ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହା ଫଳରେ ମୁଁ ଏହିଭଳି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଗପ ପଢିବି ଆଉ ତମମାନଙ୍କୁ ବୁଝାଇବି। ତମମାନେ ପ୍ରତ୍ୟେକ ଦିନ ଘରେ ବସି ଏହିଭଳି ଗପ ଶୁଣିପାରିବ। ତ ପିଲାମାନେ, ଆମେ ପ୍ରଥମେ ପଢି ନେବା କୁଆ କୋଇଲିର ଗୀତବୋଲା। ସେମାନଙ୍କ ମଧ୍ୟରୁ କିଏ ଭଲ ଗୀତ ଗାଇପାରିଲା? ଗୋଟିଏ ଗଛରେ କୋଇଲିଟିଏ ବସି ଗୀତ ଗାଉଥାଏ। ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଡେଉଁଥାଏ। ତାର ଖେଳିବା ସହିତ ନିଜେ ଖୁସିରେ ଗୀତ ଗାଉଥାଏ। ଏହି ସମୟରେ ଗୋଟିଏ କୁଆ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା। କୁଆ ସେଠି ଟିକେ ବସି ଥକି ପଡ଼ିଥିବାରୁ ସେଇ ଡାଳରେ ତାକୁ ନିଦ ହୋଇଗଲା। କୋଇଲି ସେମିତି ଗୀତ ବୋଲି ଚାଲିଥାଏ। ତ ପିଲାମାନେ, କଣ ହେଲା ନା ଗୋଟିଏ ଗଛରେ କୋଇଲିଟିଏ ବସି ଗୀତ ଗାଉଥାଏ। ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଡେଉଁଥାଏ। ପିଲାମାନେ, ସେ ଗୀତ ଗାଇବା ସହିତ ଖୁସିରେ ଗୋଟିଏ ଡାଳକୁ ଆଉ ଗୋଟିଏ ଡାଳକୁ ମଧ୍ୟ ଡେଉଁଥାଏ। ତାର ଖେଳିବା ସହିତ ନିଜେ ଖୁସିରେ ଗୀତ ଗାଉଥାଏ। ଏହି ସମୟରେ ଗୋଟିଏ କୁଆ ଉଡ଼ି ଉଡ଼ି ଆସି ସେଇ ଗଛରେ ବସିଲା। କୁଆ ସେଠି ଟିକେ ବସି ଥକି ପଡ଼ିଥିବାରୁ ସେଇ ଡାଳରେ ତାକୁ ନିଦ ମଧ୍ୟ ହୋଇଗଲା। କୋଇଲି ସେମିତି ଗୀତ ବୋଲି ଚାଲିଥାଏ। ତାପରେ କଣ ହେଲା ପିଲାମାନେ ଦେଖିବା। କିଛି ସମୟ ପରେ କୁଆର ନିଦ ଛାଡ଼ିଗଲା। ସେ ଉଠି ଦେଖିଲା ଯେ କୋଇଲି ସେମିତି ଗୀତ ଗାଉଛି। ସେ କୋଇଲିର ଗୀତକୁ ତାରିଫ କଲା, କାରଣ ତା ଗୀତ ଶୁଣି କୁଆକୁ ଥକା ଲାଗୁଥିଲେ ବି ସେ ଶୋଇ ପଡ଼ିଲା। ହେଲେ ନିଦରୁ ଉଠିବା ପରେ ତା ମନକୁ ଗୋଟିଏ ଖରାପ ଭାବନା ଆସିଲା। କୁଆ ତ ମୂଳରୁ ଖରାପ, ତାକୁ ଭଲ କଥା କେମିତି ଭଲ ଲାଗିବ? ତ ପିଲାମାନେ, କଣ ହେଲା, କୋଇଲି ଯେତେବେଳେ ଏ ଡାଳରୁ ସେ ଡାଳକୁ ଉଡ଼ି ଗୀତ ବୋଲୁଥିଲା, ସେଇ ସମୟରେ କୁଆଟି ଆସିଲା ଆଉ ତାକୁ ଥକା ଲାଗିବାରୁ ସେ ସେଇ ଗଛ ଡାଳରେ ଶୋଇପଡ଼ିଲା। ଆଉ ସେ ଉଠି ଦେଖିଲା ଯେ କୋଇଲି ସେହିଭଳି ଗୀତ ଗାଇ ଚାଲିଛି। ସେ କୋଇଲିର ଗୀତକୁ ବହୁତ ତାରିଫ କଲା, ବହୁତ ପ୍ରଶଂସା କଲା, କାରଣ ତା ଗୀତ ଶୁଣି କୁଆକୁ ଥକା ଲାଗୁଥିଲେ ବି ସେ ଶୋଇ ପଡ଼ିଲା। ହେଲେ ନିଦରୁ ଉଠିବା ପରେ ସେ କଣ କଲା ନା ତା ମନକୁ ଗୋଟିଏ ଖରାପ ଭାବନା ଆସିଲା। କାଉ ତ ମୂଳରୁ ହିଁ ଖରାପ, କୁଆ ତ ମୂଳରୁ ଖରାପ। ପିଲାମାନେ, ତମମାନେ ସବୁ ଜାଣିଛ, ତାକୁ ଭଲ କଥା ବା କେମିତି ଭଲ ଲାଗିବ? ସେ କୋଇଲିର ସୁନ୍ଦର କଣ୍ଠ ବା ସୁନ୍ଦର ଗୀତକୁ ଶୁଣି ବହୁତ ଈର୍ଷା କଲା। ତାପରେ ପିଲାମାନେ, କଣ ହେଲା ଦେଖିବା। ସେ ମନକୁ ମନ ଭାବିଲା, କୁଆ ତ କଳା, କୋଇଲି ବି କଳା, ହେଲେ କୋଇଲି ଭଲ ଗୀତ ଗାଉଛି, ମୁଁ କାହିଁକି ଭଲ ଗୀତ ଗାଇପାରିବିନି? ସେ ଦେଖିଲା ଯେ ସେଇ ଗଛ ମୂଳରେ କେତେ ଗୁଡ଼ିଏ ଗାଈ ଗୋରୁ ସେଇଠି ଶୋଇ ପାକୁଳି କରିବା ସହ ଗୀତ ଶୁଣିବାରେ ବି ମଜବୁର। ତେଣୁ କୁଆ ଭାବିଲା, ଏଇଟା ଗୋଟିଏ ଖୁବ୍ ବଡ଼ ସୁଯୋଗ, ଏଣୁ ସେ ଏଇଠି ଖୁବ୍ ଭଲ ଗୀତ ଗାଇବ। ଏମିତି ଭାବି କୋଇଲି ଟିକେ ଗୀତ ଗାଇଲା ବେଳକୁ କୁଆ ବି ସେମିତି ଗାଇବାକୁ ଲାଗିଗଲା। କୋଇଲି ଟିକେ ସୁର ଧରିଲା ବେଳକୁ କୁଆ ତା ସୁର ଧରିଲା। ହେଲେ କୋଇଲିର ମଧୁର ଗୀତକୁ କୁଆର କର୍କଶ ସ୍ୱର। ତ ପିଲାମାନେ, କଣ ହେଲା, କାଉ ସେଠୁ କଣ ଭାବିଲା, କୁଆ ତ ଦେଖିବାକୁ କଳା। ସେ ନିଜକୁ ନିଜ କହୁଥାଏ, ମୁଁ ତ ନିଜେ ଦେଖିବାକୁ କଳା, କୋଇଲି ବି ଦେଖିବାକୁ କଳା। କୋଇଲି ଯଦି ଏତେ ସୁନ୍ଦର ଗୀତ ଗାଇପାରୁଛି, ତାହେଲେ ମୁଁ କାହିଁକି ଗାଇପାରିବିନି? ସେ ଦେଖିଲା ଯେ ସେଇ ଗଛ ମୂଳରେ କେତେ ଗୁଡ଼ିଏ ଗାଈ ଗୋରୁ ସେଠି ଶୋଇ ପାକୁଳି କରିବା ସହ କୋଇଲିର ଗୀତ ଶୁଣିବାରେ ବି ସେମାନେ ମଜଗୁଲ ହୋଇଛନ୍ତି। ସେମାନେ ବହୁତ ସୁନ୍ଦର ଭାବରେ ଶୋଇକି ସେଠି ସେମାନେ କୋଇଲିର ଗୀତକୁ ଅନୁଭବ କରୁଛନ୍ତି ବା ବହୁତ ସୁନ୍ଦର ଭାବରେ ଶୁଣୁଛନ୍ତି। ତେଣୁ କୁଆ ଭାବିଲା, ଏଇଟା ଗୋଟିଏ ଖୁବ୍ ବଡ଼ ସୁଯୋଗ ମୋ ପାଇଁ, ଏଣୁ ସେ ଏଇଠି ଖୁବ୍ ଭଲ ଗୀତ ଗାଇବ। ଏମିତି ଭାବି କୋଇଲି ଟିକେ ଗୀତ ଗାଇଲା ବେଳକୁ କୁଆ ବି ସେମିତି ଗାଇବାକୁ ଲାଗିଗଲା। କୋଇଲି ଟିକେ ସୁର ଧରିଲା ବେଳକୁ କୁଆ ବି ତା ସ୍ୱରକୁ ଧରିଲା। ହେଲେ କୋଇଲିର ମଧୁର ଗୀତକୁ କୁଆର କର୍କଶ ସ୍ୱର। ପିଲାମାନେ, ତମମାନେ ଶୁଣିଥିବ କୋଇଲି କେତେ ସୁନ୍ଦର ଗୀତ ଗାଏ, ହେଲେ କୁଆ କଣ କରେ ନା କା କା ଏଇଭଳି କର୍କଶ ସ୍ୱର କରେ। ସେ ବା କୋଇଲି ଭଳି କିପରି ସୁନ୍ଦର ଗୀତ ଗାଇପାରିବ? ହେଲେ କୋଇଲିର ମଧୁର ଗୀତକୁ କୁଆର କର୍କଶ ସ୍ୱର। ଏଣୁ କୋଇଲିକୁ କୁଆ କହିଲା, କୋଇଲି, ତୋର ସୁର ବହୁତ ଖରାପ ହୋଇଗଲାଣି, ତେଣୁ ଏଣିକି ଭଲ କରି ଗୀତ ଶିଖିବା ପରେ
ତୁ ବାହାରେ ଗୀତ ଗାଇବୁ। ତୁ ମତେ ଦେଖ, ମୋର ଗୀତ ବହୁତ ଭଲ ବୋଲି ମୁଁ ବେଶୀ ଜୋରରେ ଗାଉଛି। ତୁ ମୋଠୁ ଶିଖି ମୋ ଭଳିଆ ଗୀତ ଗାଇବୁ। କୋଇଲି ଏ କଥା ଶୁଣି ହସି ହସି କହିଲା, ରେ କୁଆ, ତତେ କେହି କହିଲେଣି ଯେ ତୁ ଖୁବ୍ ଭଲ ଗୀତ ଗାଉଛୁ, ନା ତୁ ନିଜକୁ ନିଜେ ବଡ଼େଇ କହି ଖୁସି ହେଉଛୁ? ତ ପିଲାମାନେ କଣ ହେଲା, କୋଇଲିର ଏଭଳି ଗୀତ ଶୁଣି କୁଆ ମନରେ ବହୁତ ଈର୍ଷା ହେଲା। ଆଉ ସେ ଭାବିଲା ସେ ବି କୋଇଲି ଭଳି ଗୀତ ଗାଇବ। ହେଲେ କଣ ହେଲା ନା କୋଇଲିର ମଧୁର ଗୀତକୁ କୁଆର କର୍କଶ ସ୍ୱର। ଏଣୁ କୋଇଲିକୁ କୁଆ କହିଲା, କଣ କହିଲା ନା, କୋଇଲି, ତୋର ସୁର ବହୁତ ଖରାପ ହୋଇଗଲାଣି। ତେଣୁ ଏଣିକି ଭଲ କରି ଗୀତ ଶିଖିବା ପରେ ତୁ ବାହାରେ ଯାଇକି ଗୀତ ଗାଇବୁ। ତୁ ମତେ ଦେଖ, ମୋର ଗୀତ ବହୁତ ଭଲ ବୋଲି ମୁଁ ବେଶୀ ଜୋରରେ ଗାଉଛି। ତୁ ମୋଠୁ ଶିଖି ମୋ ଭଳିଆ ଗୀତ ଗାଇବୁ। କୋଇଲି ଏ କଥା ଶୁଣି ତାକୁ ବହୁତ ହସ ଲାଗିଲା। ଆଉ ସେ ହସି ହସି କହିଲା, ରେ କୁଆ, ତତେ କେହି କହିଲେଣି ଯେ ତୁ ଖୁବ୍ ଭଲ ଗୀତ ଗାଉଛୁ ବୋଲି, ନା ତୁ ନିଜକୁ ନିଜେ ବାଡ଼େଇ କହି ଖୁସି ହେଉଛୁ? କୋଇଲିର କଥା ଶୁଣି କୁଆ ବହୁତ ରାଗିଗଲା। ସେ କହିଲା, ଦେଖ କୋଇଲି, ତୁ ମନକୁ ମନ ଏମିତି କହନା। ତୁ ବି କେମିତି ନିଜକୁ କହୁଛୁ ଯେ ତୁ ଭଲ ଗୀତ ବୋଲୁଛୁ। ତୁ ତ ସବୁଦିନ ଦେଖାଯିବୁନି କି ସବୁବେଳେ ତୁ ଗୀତ ବୋଲୁନା। ମତେ ଦେଖ, ମୁଁ ସବୁଦିନ ସବୁଆଡ଼େ ଉଡ଼ି ବୁଲୁଛି। ମୁଁ ଯୁଆଡ଼େ ଯାଏ ସେଠାକୁ ଯାଉ ଯାଉ ଗୀତ ବୋଲିବା ଶୁରୁ କରିଦିଏ। ଖାଲି ସେତିକି ନୁହେଁ, ତୋଠାରୁ ବହୁତ ଜୋରରେ ଗୀତ ଗାଇ ଚାଲେ। ତୁ ତ ଲୁଚି ଲୁଚି ଗୀତ ଗାଉ, ହେଲେ ମୁଁ ସବୁଠି ଖୁଲମ ଖୁଲା ଗୀତ ଗାଏ। ତ ପିଲାମାନେ କଣ ହେଲା, ପିଲାମାନେ କୋଇଲି ଯେହେତୁ କାଉକୁ କହିଲା କି ତୁ ନିଜକୁ ନିଜ ବହୁତ ପ୍ରଶଂସା କରୁଛୁ, ତତେ ଆଜି ପର୍ଯ୍ୟନ୍ତ କେହି କହିଲେଣି ତୁ ଭଲ ଗୀତ ଗାଉ ବୋଲି। ଏହିଭଳି କଥା ସେ କୋଇଲି ମୁହଁରୁ ଶୁଣିବା ପରେ କାଉ ବହୁ ଜୋରେ କୋଇଲି ଉପରେ ରାଗିଗଲା। ଆଉ ସେ କୋଇଲିକି କହିଲା, ଦେଖ କୋଇଲି, ତୁ ମନକୁ ମନ ଏମିତି କହନା। ତୁ ବି କେମିତି ନିଜକୁ କହୁଛୁ ଯେ ତୁ ଭଲ ଗୀତ ଗାଉ ବୋଲି। ତୁ ତ ସବୁଦିନ ଦେଖାଯିବୁନି କି ସବୁବେଳେ ତୁ ଗୀତ ବୋଲୁନା। ମତେ ଦେଖ, ମୁଁ ସବୁଦିନ ସବୁଆଡ଼େ ଉଡ଼ି ବୁଲୁଛି। ମୁଁ ଯୁଆଡ଼େ ଯାଏ ସେଠାକୁ ଯାଉ ଯାଉ ଗୀତ ବୋଲିବା ଶୁରୁ କରିଦିଏ। ଖାଲି ସେତିକି ନୁହେଁ, ତୋଠାରୁ ବହୁତ ଜୋରରେ ଗୀତ ଗାଇ ଚାଲେ। ତୁ ତ ଲୁଚି ଲୁଚି ଗୀତ ଗାଉ, ହେଲେ ମୁଁ ସବୁଠି ଖୁଲମ ଖୁଲା ଗୀତ ଗାଏ। ନିଜେ ବି ଲୁଚ ନା କି ଧୀରେ ବି ଗୀତ ବୋଲ ନା। ଏଣୁ ତୁ ଏତିକିରୁ ଜାଣିପାରୁନୁ ଯେ ମୁଁ କେତେ ଭଲ ଗୀତ ଗାଏ। କୁଆ କଥା ଶୁଣି କୋଇଲି ହସି ହସି କହିଲା, ତୋର ଗୀତ ସବୁବେଳେ ଖରାପ। ସେଥିପାଇଁ ତୁ ନିଜେ କେଉଁଠି ଭଲ ଭାବରେ ଗୀତ ବୋଲିବାକୁ ଶିଖିଯା। ତୁ କେଉଁଠି ଯଦି ନ ଶିଖିବୁ, ତେବେ ତୁ ଏତେ ଗୀତ ବୋଲନା। ତ ପିଲାମାନେ କୋଇଲି ଯେତେବେଳେ କୁଆକୁ କହିଲା, କୁଆ ବି ବହୁତ ଜୋରେ କୋଇଲି ଉପରେ ରାଗିଗଲା। ଆଉ କାଉ ବି ତାକୁ କୋଇଲିକି ବହୁତ ଗାଳିଗଲା, ବହୁତ କଥା କହିଲା। ତାପରେ ସେ କହିଲା, ତୁ ତ ଲୁଚି ଲୁଚି ଗୀତ ଗାଉ, ହେଲେ ମୁଁ ସବୁଠି ଖୁଲମ ଖୁଲା ଗୀତ ଗାଏ। ନିଜେ ବି ଲୁଚ ନା କି ଧୀରେ ବି ଗୀତ ବୋଲନା। ଏଣୁ ତୁ ଏତିକିରୁ ଜାଣିପାରୁନୁ ଯେ ମୁଁ କେତେ ଭଲ ଗୀତ ଗାଏ। କୁଆ କଥା ଶୁଣି କୋଇଲି ବି ହସିବାକୁ ଲାଗିଲା, ବହୁତ ଜୋରେ ହସିଲା। ତାପରେ କହିଲା, କାଉକୁ କଣ କହିଲା ପିଲାମାନେ କୋଇଲି, ନା ତୋର ଗୀତ ସବୁବେଳେ ହିଁ ଖରାପ। ସେଥିପାଇଁ ତୁ ନିଜେ କେଉଁଠି ଭଲ ଭାବରେ ଗୀତ ବୋଲିବାକୁ ଶିଖିଯା। ତୁ କେଉଁଠି ଯଦି ନ ଶିଖିବୁ, ତେବେ ତୁ ଏତେ ଗୀତ ବୋଲନା। ପିଲାମାନେ ଏହିଭଳି ଦୁଇ ଜଣଙ୍କ ମଧ୍ୟରେ କଳି କଜିଆ ଲାଗି ରହିଲା। ତାପରେ ପିଲାମାନେ ଦେଖିବା କାଉ କୋଇଲି ଭିତରେ କଣ ହେଲା। କୋଇଲିର କଥା ଶୁଣି କୁଆ ରାଗିଗଲା। କୋଇଲିକୁ କହିଲା, ଏଇଠି ଗଛ ତଳେ ଏତେ ଗାଈ ଗୋରୁ ଶୋଇଛନ୍ତି। ଚାଲ ସେଠିକି ଗୋଟିଏ ବଡ଼ ବଳଦକୁ କହି ଆସି ଏଇଠି ଦି ଜଣ ଯାକ ଗୀତ ବୋଲିବା। ତାପରେ ତାକୁ ପଚାରିବା ଯେ କିଏ ଭଲ ଗୀତ ବୋଲିଲା। କୁଆ କଥା ଶୁଣି କୋଇଲି କହିଲା, ହଉ ଚାଲ। କୁଆ କୋଇଲି ଦି ଜଣ ଯାକ ଗୋଟିଏ ବଳଦକୁ କହିଲା, ଆମେ ଦି ଜଣ ଏବେ ଗୀତ ଗାଉଛୁ। ଆମ ଦୁଇ ଜଣଙ୍କ ଭିତରେ କିଏ ଭଲ ଗୀତ ଗାଉଛି ତୁମେ ଠିକ୍ କହିବ। ଏ କଥାରେ ବଳଦ ବି ରାଜି ହେଲା। ପିଲାମାନେ ଏହିଭଳି ଭାବରେ କାଉ ଓ କୋଇଲି ନିଜର ସ୍ୱରକୁ ନେଇ ଝଗଡ଼ା ଲାଗିବା ପରେ ହଠାତ୍ କାଉ କୋଇଲିକୁ କହିଲା, ଚାଲେ ଗଛ ମୂଳରେ ଅନେକ ଗାଈଗୋରୁ ଶୋଇଛନ୍ତି। ଚାଲ ସେଇଠି ଗୋଟିଏ ବଡ଼ ବଳଦକୁ କହି ଆସି ଏଇଠି ଦି ଜଣ ଯାକ ଆମେ ଗୀତ ଗାଇବା। ତାପରେ ତାକୁ ପଚାରିବା ଯେ କିଏ ଭଲ ଗୀତ ବୋଲିଲା। କୁଆ କଥା ଶୁଣି କୋଇଲି କହିଲା, ହଉ ଚାଲ ଯିବା ସେଠିକୁ। ତାପରେ ଦୁଇ ଜଣ ଯାକ ସେଠାକୁ ଗଲେ। ଆଉ ଯାଇ ବଳଦକୁ କହିଲେ, ଆମେ ଦି ଜଣ ଯାକ ଏଠି ଗୀତ ଗାଉଛୁ। ଆମ ଦୁଇ ଜଣଙ୍କ ଭିତରେ କିଏ ଭଲ ଗୀତ ଗାଉଛି ତୁମେ ଠିକ୍ କହିବ। ଏ କଥାରେ ବଳଦ ବି ରାଜି ହୋଇଗଲା। ତାପରେ ପିଲାମାନେ ଦେଖିବା ସେମାନେ ଦୁଇ ଜଣଙ୍କ ମଧ୍ୟରୁ କିଏ ଭଲ ଗୀତ ଗାଇଲା।
ଆଗେ କୁଆ ଗୀତ ବୋଲିଲା। ତାର ଗୀତ ଶୁଣି ସବୁ ଗାଈଗୋରୁ ହସିଲେ। ଗାଈ ଗୋରୁଙ୍କର ହସ ଦେଖି କୁଆ ବହୁତ ଖୁସି ହୋଇ କହିଲା, ଦେଖ କୋଇଲି, ମୁଁ ଭଲ ଗୀତ ବୋଲିଲି ବୋଲି ସଭିଏ ମୋ ଉପରେ ଖୁସି। ତାପରେ କୋଇଲି ଗୀତ ବୋଲିଲା। କୋଇଲିର ଗୀତ ଶୁଣି ସବୁ ଗାଈଗୋରୁ ଚୁପ୍ ହୋଇଗଲେ। କୋଇଲି ସେମିତି ଗୀତ ବୋଲୁଥାଏ ଏବଂ ସବୁ ଗାଈଗୋରୁ ଚୁପ୍ ହୋଇ ଗୀତର ମଧୁରତାକୁ ଅନୁଭବ କରିଚାଲିଲେ। ଏସବୁ ଦେଖି କୁଆ ବହୁତ ବିଗିଡ଼ିଗଲା ଏବଂ କହିଲା, ହେ କୋଇଲି, ତୋର ସେତିକି ଥାଉ, ତୋର ବହୁତ ହୋଇଗଲାଣି। ଏବେ ଚାଲ ପଚାର। ମୁଁ ଗାଇଲା ବେଳେ ସଭିଏ ହସୁଥିଲେ, ହେଲେ ତୁ ଗାଇଲା ବେଳେ ସଭିଏ ଚୁପ୍ ହୋଇଗଲେ, ଦେଖିଲୁ ତ? ପିଲାମାନେ ସେମାନେ ଦୁଇଜଣ ଯେତେବେଳେ ଗୀତ ବୋଲିବାକୁ ବାହାରିଲେ, ସେମାନଙ୍କ ମଧ୍ୟରୁ ପ୍ରଥମେ କୁଆ ଗୀତ ବୋଲିଲା। ତାର ଗୀତ ଶୁଣି ସବୁ ଗାଈଗୋରୁ ହସିଲେ। ପିଲାମାନେ ହସିଲେ କାହିଁକି? ଯେହେତୁ କୋଇଲିର ସ୍ୱର ବହୁତ ସୁନ୍ଦର ଆଉ କାଉର ସ୍ୱର ବହୁତ ଖରାପ, ସେଥିପାଇଁ କାଉ ଯେତେବେଳେ ଗୀତ ବୋଲିଲା, ତାର ଗୀତକୁ ଶୁଣି ସବୁ ଗାଈଗୋରୁମାନେ ହସିଲେ। ଗାଈ ଗୋରୁଙ୍କର ହସ ଦେଖି କୁଆ ବହୁତ ଖୁସି ହୋଇ କହିଲା, ଦେଖ କୋଇଲି, ମୁଁ ଭଲ ଗୀତ ବୋଲିଲି ବୋଲି ସଭିଏ ମୋ ଉପରେ ଖୁସି ହୋଇଗଲେ। ତାପରେ କୋଇଲି ଗୀତ ବୋଲିଲା। କୋଇଲିର ଗୀତ ଶୁଣି ସବୁ ଗାଈଗୋରୁ ଚୁପ୍ ହୋଇଗଲେ। ପିଲାମାନେ ଯେହେତୁ ଗାଈଗୋରୁମାନେ ହସୁଥିଲେ, କୋଇଲିର ଗୀତରେ ଏତେ ମଧୁରତା ଥିଲା ଯେ ସମସ୍ତେ ସେଠୁ ହସିବା ବନ୍ଦ କରିଦେଇ କୋଇଲିର ଗୀତ ଶୁଣିଲେ। କୋଇଲି ସେମିତି ଗୀତ ବୋଲି ଚାଲିଥାଏ ଏବଂ ସବୁ ଗାଈଗୋରୁ ଚୁପ୍ ହୋଇ ଗୀତର ମଧୁରତାକୁ ଅନୁଭବ କରି ଚାଲୁଥିଲେ। ଏସବୁ ଦେଖି କୁଆ ବହୁତ ରାଗିଗଲା ଏବଂ କହିଲା, ହେ କୋଇଲି, ତୋର ସେତିକି ଥାଉ, ତୋର ବହୁତ ହୋଇଗଲାଣି। ଏବେ ଚାଲ ପଚାର। ମୁଁ ଗାଇଲା ବେଳେ ସଭିଏ ହସୁଥିଲେ, ହେଲେ ତୁ ଗାଇଲା ବେଳେ ସଭିଏ ଚୁପ୍ ହୋଇଗଲେ, ଦେଖିଲୁ ତ? ତ ପିଲାମାନେ ସେଠୁ କୋଇଲିର ଗୀତ ଶୁଣିବା ପରେ କାଉ ବହୁତ ଜୋରେ ରାଗିଗଲା ଆଉ ରାଗିଯାଇ କହିଲା, କଣ କୋଇଲି, ଦେଖିଲୁ ତ ତୋର କଣ୍ଠ କେତେ ଖରାପ, ସେଥିପାଇଁ ମୋର କଣ୍ଠକୁ ବା ମୁଁ ଗୀତ ଗାଇଲା ବେଳେ ଗୋରୁ ଗାଈମାନେ ସମସ୍ତେ ହସୁଥିଲେ, ଆଉ ତୁ ଗୀତ ଗାଇଲା ବେଳେ ସମସ୍ତେ କେମିତି ନୀରବ ହୋଇଗଲେ। ହେଲେ କାଉକୁ ଜଣା ନଥିଲା ଯେ ତାର ଏଇ ଖରାପ ଗୀତ ବୋଲିବା ଯୋଗୁଁ ସମସ୍ତେ ହସୁଥିଲେ, କିନ୍ତୁ କୋଇଲିର ଗୀତ ମଧୁର ଥିଲା, ସେଥିପାଇଁ ସମସ୍ତେ ନୀରବ ହୋଇ ତାର ଗୀତ ଶୁଣୁଥିଲେ। ତାପରେ ପିଲାମାନେ ଦେଖିବା ସେମାନେ ଦୁଇଜଣଙ୍କ ଭିତରେ କଣ ହେଲା। କୁଆର କଥା ଶୁଣି ସେଇ ଗୋଟିଏ ବଳଦ କଣ ସବୁ ଗାଈଗୋରୁ ଏକାଠି କହିଲେ ଯେ କୋଇଲିର ଗୀତ ବହୁତ ମଧୁର, ସେଥିପାଇଁ ସଭିଏ କୋଇଲି ଗୀତ ଶୁଣିବାକୁ ଚୁପ୍ ହୋଇ ଯାଇଥିଲେ। ଏ କଥା ଶୁଣି କୁଆ ରାଗିଯାଇ କହିଲା, ତୁମେ କେହି ନ କୁହ ମୁଁ ଭଲ ଗୀତ ବୋଲୁଛି ବୋଲି। ଯେଉଁଠିକୁ ଯିବି ତତ୍କ୍ଷଣାତ୍ ଗୀତ ବୋଲିବି, କିଏ ଶୁଣୁ ବା ନ ଶୁଣୁ। ଆଉ ତୁମେ ସଭିଏ କୋଇଲିକୁ ଭଲ କହିଲ, ଏଣିକି ତୁମ ଉପରେ ବସି ତୁମକୁ ମୁଁ ସବୁବେଳେ କାମୁଡ଼ିବା ସହ ଏମିତି ଗୀତ ଗାଇବି। ଏତିକି କହି କୁଆ ଉଡ଼ି ପଳାଇଲା।